ଛୋଟିଆ କାହାଣୀକୁ ନେଇକିରି ସିନେମାଟେ ତାକୁ ବହୁତ ଖେଳିଆ ଯାଇଛି ତାକୁ ବହୁତ ବହୁତ ମାନେ ମୋଡ଼ି ମାଡ଼ିକି ତାକୁ ଗୋଟେ ବହୁତ ବଡ଼ କରାଯାଇଛି। ଭୂତ ବି ଆସ ଦେଖୁଛି ଭୂତର କିନ୍ତୁ ମୁଁ ଜାଣିନି ଯେ ଭୂତ ଦୁନିଆ ଅଛନ୍ତି ନା ମୁଁ ନିଜେ ଜାଣିନି କିନ୍ତୁ ଆମେ ଯୋଉ ବହି ପଢିଛୁ ଭୂତ ଅଛନ୍ତି ସେଠି ଭୂତ ବୋଲି ଅଛି କାହାଣୀ ବି ଅଛି ବି ନାଚ ଗୀତ ତ ରହିବ ସିନେମା ଗୋଟେ ଗଲା ମାନେ ଯେମିତି ଆକ୍ଚୁଆଲି ଯେମିତି ଆମେ କଣ କି ଆମେ ଏଇ ଯୋଉ ସିନେମାଟା କରିଛୁ ସେ ଆକ୍ଚୁଆଲି ରାତିରେ ଏଇ ଘଟଣାଟା ଘଟୁଛି ବୋଲି ଆକ୍ଚୁଆଲି ଓଡ଼ିଆରେ ହେଉଛି ମଧ୍ୟରାତ୍ରି। ଗୋଟେ ମଧ୍ୟରାତ୍ରି ଆଜିକାଲିକା ପିଲା ବୁଝିପାରିବେନି ବୋଧେ ମୁଁ ଭାବୁଛୁ ମଧ୍ୟରାତ୍ରି ଯୋଉ ସେଥିପାଇଁ ଗୋଟେ ମିଡ୍ ନାଇଟ୍ ଆମ ଇଂଲିଶ ନା ଭଲ ନୁହଁ ବହୁତ ଭଲ ପାଇଛି କାହିଁକିନା ତିନିଟା କରିଛି ବାପା ଆକ୍ଟିଂ କରିଛି ଭୂତ ଆକ୍ଟିଂ ଗୋଟେ ଭୂତ ବି ଗୋଟେ ଆକ୍ଟିଂ ନା ତାପରେ ତା ପୁଅ ବହିକି ପୁଣି ଆସିଛି ତିନିଟା କ୍ୟାରେକ୍ଟର କରିଛି ଛୋଟିଆ କାହାଣୀକୁ ନେଇକିରି ସିନେମାଟେ ତାକୁ ବହୁତ ଖେଳିଆ ଯାଇଛି ତାକୁ ବହୁତ ବହୁତ ମାନେ ମୋଡ଼ି ମାଡ଼ିକି ତାକୁ ଗୋଟେ ବହୁତ ବଡ଼ କରାଯାଇଛି। କାହାଣୀଟା ହଉଛି ଗୋଟେ ଏମିତି ସାଧାରଣ କାହାଣୀ ଆମେ ଯୋଉ ପିଲାବେଳେ ଶୁଣୁଛୁ ଯୋଉ ଭୂତ ବ୍ରତ ବୋଲି ସେ କାହାଣୀ ଭିତରେ ଟିକେ ସେଇଟା ଟିକେ ଆସୁଛି ଭୂତ ଆଉ ମଣିଷ ଭିତରେ ଗୋଟେ ଦିଟା ଭିତରେ ଭୂତ ବି ଆସ ଦେଖୁଛି ଭୂତର କିନ୍ତୁ ମୁଁ ଜାଣିନି ଯେ ଭୂତ ଦୁନିଆ ଅଛନ୍ତି ନା ମୁଁ ନିଜେ ଜାଣିନି କିନ୍ତୁ ଆମେ ଯୋଉ ବହି ପଢିଛୁ ଭୂତ ଅଛନ୍ତି ସେଠି ଭୂତ ବୋଲି ଅଛି କାହାଣୀ ବି ଅଛି ବି ନାଚ ଗୀତ ତ ରହିବ ସିନେମା ଗୋଟେ ଗଲା ମାନେ ଯେମିତି ଆକ୍ଚୁଆଲି ଯେମିତି ଆମେ କଣ କି ଆମେ ଏଇ ଯୋଉ ସିନେମାଟା କରିଛୁ ଯେମିତି ଯୋଉ ମାନେ ଯେମିତି ସବୁ ପ୍ରକାର ଜିନିଷ ଥିବ ଲାଗିବ କାହା ମାନେ କୋଉ ଆଙ୍ଗେଲରୁ କାହାକୁ କେମିତି ଭଲ ଲାଗିବା ପାଇଁ ଯୋଉ ସବୁ ସେ ଆକ୍ଚୁଆଲି ରାତିରେ ଏଇ ଘଟଣାଟା ଘଟୁଛି ବୋଲି ଆକ୍ଚୁଆଲି ଓଡ଼ିଆରେ ହେଉଛି ମଧ୍ୟରାତ୍ରି। ଗୋଟେ ମଧ୍ୟରାତ୍ରି ଆଜିକାଲିକା ପିଲା ବୁଝିପାରିବେନି ବୋଧେ ମୁଁ ଭାବୁଛୁ ମଧ୍ୟରାତ୍ରି ଯୋଉ ସେଥିପାଇଁ ଗୋଟେ ମିଡ୍ ନାଇଟ୍ ଆମ ଇଂଲିଶ ନା ଭଲ ନୁହଁ ମଧ୍ୟରାତ୍ରି ଦେଲେ ସେଟା ଗୋଟେ ଲାଗୁନି କି ଗୋଟେ କେମିତି ଅଲଗା ଲାଗୁନି କି ସେ ମଧ୍ୟରାତ୍ରି ନ ଦେଇକି ମିଡ୍ ନାଇଟ୍ ବହୁତ ଭଲ ପାଇଛି କାହିଁକିନା ତିନିଟା କରିଛି ବାପା ଆକ୍ଟିଂ କରିଛି ଭୂତ ଆକ୍ଟିଂ ଗୋଟେ ଭୂତ ବି ଗୋଟେ ଆକ୍ଟିଂ ନା ତାପରେ ତା ପୁଅ ବହିକି ପୁଣି ଆସିଛି ତିନିଟା କ୍ୟାରେକ୍ଟର କରିଛି ନାଇଁ ଆକ୍ଚୁଆଲି ବହୁତ ମାନେ ଆମେ ଆକ୍ଚୁଆଲି 34 days ସୁଟିଂ ହେଇଛି ଟିକେ ମାନେ ହାଇ ବଜେଟ୍ ସିନେମା ହେଲେ ଲୋକ ଦେଖନ୍ତି ପ୍ରାୟ ଲୋକ କିଛି ମସଲା ଦେବା ପାଇଁ ପଇସା ଖର୍ଚ୍ଚ ହିଁ ହୁଏ ପଇସା ଖର୍ଚ୍ଚ ହେଲେ ମସଲା ରହିବ ମସଲା ରହିଲେ ଲୋକ ଦେଖିବା ପାଇଁ ଆସିବେ ସେଥିପାଇଁ ବଡ଼ ବଜେଟ୍ ଲୋକ ଦେଖିବେ ତଥାପି ଦେଖିବା ଲୋକଙ୍କୁ କହିହବନି ଓଡ଼ିଆ ଫିଲ୍ମ ବଞ୍ଚାନ୍ତୁ ଯଦି ଟିକେ ଭଲ ଲାଗୁଛି ତାହେଲେ ଦେଖିବାକୁ ଆସନ୍ତୁ ଶୁଣିଲେ ଯେ ସିନେମାଟା ଭଲ ହେଇଛି ବୋଲି ତାହେଲେ ଦେଖିବା ପାଇଁ ଆସନ୍ତୁ ଆସିବେ ଆଉ ସେମାନେ ଆସିଗଲେ ସିନେମା ହେଲେ ଲାଗିଗଲା ଓଡ଼ିଆ ସିନେମା ବଞ୍ଚିବ ସେମାନଙ୍କ ପାଇଁ ବହୁତ ଆର୍ଟିଷ୍ଟ ବହୁତ ଟେକ୍ନିସିଆନ ବଞ୍ଚୁଛନ୍ତି ୟା ପାଇଁ।